ଗୋଟିଏ ଜଙ୍ଗଲରେ ଟିକି ଚଢ଼େଇ ଛୋଟ ଘର କରି ରହୁଥିଲା। ଆଜି ମୁଁ ପାଖ ଜଙ୍ଗଲକୁ ଚୁଡ଼ି ବିକ୍ରି କରିବାକୁ ଯିବି। ହେ ଭଗବାନ, ମୋର ସବୁ ଚୁଡ଼ି ବିକ୍ରି ହେଇଯାଉ। ଟିକି ଚଢ଼େଇ ଚୁଡ଼ି ବ୍ୟବସାୟ ଆରମ୍ଭ କରିଦେଲା। ସେ ପାଖ ଜଙ୍ଗଲକୁ ଯାଇ ଚୁଡ଼ି ବିକ୍ରି କରୁଥିଲା ଓ ପ୍ରତିଦିନ ତାର ଚୁଡ଼ି ଭଲ ବିକ୍ରି ହେଇଯାଉଥିଲା। ସେଠାରେ ମିକୁ ଆଉ ରିଙ୍କି ମଧ୍ୟ ଚୁଡ଼ି ବିକ୍ରି କରୁଥିଲେ, କିନ୍ତୁ ଗ୍ରାହକଙ୍କ ଉପରେ ଖରାପ ବ୍ୟବହାର ହେତୁ ସେମାନଙ୍କର ଚୁଡ଼ି ବିକ୍ରି ହେଉନଥିଲା। ଗୋଟିଏ ଦିନର କଥା। ଚୁଡ଼ି ନିଅ ଚୁଡ଼ି, ସୁନ୍ଦର ସୁନ୍ଦର ଚୁଡ଼ି। ଚୁଡ଼ି ନିଅ, ଆମ ପାଖରେ ମଜବୁତ ଚୁଡ଼ି ଆଉ ସୁନ୍ଦର ଚୁଡ଼ି। ଆମ ପରି ଚୁଡ଼ି ଏହି ଜଙ୍ଗଲରେ କେଉଁଠାରେ ବି ମିଳିବ ନାହିଁ। ମିକୁ ଆଉ ରିଙ୍କି, ତୁମର ଚୁଡ଼ି ସୁନ୍ଦର ଦେଖାଯାଉଛି। ତୁମର ଏହି ଚୁଡ଼ି ଗୁଡାକ କେତେ ଟଙ୍କା? ଚୁଡ଼ିର ଦାମ ମାତ୍ର 10 ଟଙ୍କା। ବାପରେ ବାପ, ଏତେ ମହଙ୍ଗା! ତୋତେ ନେବାର ଅଛି ଯଦି ନେ, ନହେଲେ ଏଠାରୁ ପଳା। ଗରିବ ଚଢ଼େଇ ମାନେ କେଉଁଠାରୁ ଚାଲି ଆସୁଛନ୍ତି। ଟିକିର ଚୁଡ଼ି ତୁମ ଅପେକ୍ଷା ଭଲ ଓ ଶସ୍ତା ଏବଂ ତୁମମାନଙ୍କ ପରି ନିଜ ଗ୍ରାହକଙ୍କୁ ଅପମାନ କରୁନାହିଁ। ଗୀତା ଚଢ଼େଇଟି ରାଗିଯାଇ ଟିକି ଚଢ଼େଇ ଚୁଡ଼ି ଦୋକାନ ପାଖକୁ ଗଲା ଆଉ କହିଲା, ଏହି ଚୁଡ଼ି ଗୁଡା କେତେ ଟଙ୍କାରେ ବିକୁଛ? ଗୋଟିଏ ଚୁଡ଼ିର ଦାମ ମାତ୍ର 5 ଟଙ୍କା, କିନ୍ତୁ ଆପଣଙ୍କ ଇଚ୍ଛା ଅନୁଯାୟୀ ଯାହା ବି ଦେଇପାରନ୍ତି। ଟିକି ଚଢ଼େଇର କଥା ଶୁଣି ଗୀତା ଚଢ଼େଇ ବହୁତ ଖୁସି ହେଲା ଓ ଟିକି ଚଢ଼େଇ ଠାରୁ ଚୁଡ଼ି କିଣି ନେଇ ଚାଲିଗଲା। ସନ୍ଧ୍ୟା ସୁଦ୍ଧା ଟିକି ଚଢ଼େଇର ସବୁ ଚୁଡ଼ି ବିକ୍ରି ହେଇଯାଏ ଆଉ ସେ ଘରକୁ ଚାଲିଗଲା। ମିକୁ, ଦେଖୁଛ, ଆଜି ବି ଆମର ଚୁଡ଼ି ବିକ୍ରି ହେଲା ନାହିଁ, କିନ୍ତୁ ଟିକି ସବୁ ଚୁଡ଼ି ବିକ୍ରି କରିନେଲା। ଆମକୁ କିଛି କରିବାକୁ ପଡ଼ିବ। ରାତି ହେଇଗଲା ପରେ ମିକୁ ଆଉ ରିଙ୍କି ଚଢ଼େଇ ଟିକି ଚଢ଼େଇର ଚୁଡ଼ି ସବୁ ଚୋରି କରି ନେଇଗଲେ। ତା ପରଦିନ ସକାଳୁ ଟିକି ଚଢ଼େଇ ଉଠି ଦେଖିଲା ତାର ଚୁଡ଼ି ସବୁ ନାହିଁ। ଆରେ, ମୋର ଚୁଡ଼ି ସବୁ କୁଆଡ଼େ ଗଲା? ହେ ଭଗବାନ, ଏ କଣ ହେଲା ଆଜି? ମୁଁ କଣ ବିକ୍ରି କରି ମୁଁ ଚଢ଼ିବି? ଏପଟେ ଦୁଇ ଜଣ ଚୋରି କରିବା ପରେ ଚୁଡ଼ି ବିକ୍ରି କରିବାକୁ ଆସନ୍ତି, କିନ୍ତୁ ଏଥର ମଧ୍ୟ ସେମାନଙ୍କର ଖରାପ ପ୍ରକୃତି ହେତୁ ଚୁଡ଼ି ବିକ୍ରି ହେଲା ନାହିଁ। ମିକୁ, ଏଥର ଆମେ ଟିକିର ଚୁଡ଼ି ବିକିବା ପାଇଁ ଆଣିଛୁ, ତଥାପି ମଧ୍ୟ ଆମର ଚୁଡ଼ି ବିକ୍ରି ହେଲା ନାହିଁ। ନିଶ୍ଚିତ ଭାବରେ ଟିକି କିଛି କଳା ଯାଦୁ କରିଛି, ସେଥିପାଇଁ ତାର ସବୁ ଗୁଡାକ ଚୁଡ଼ି ବିକ୍ରି ହୋଇଯାଏ। ଏହା କହି ସେମାନେ ନିଜ ଘର ଆଡ଼କୁ ଗଲେ ଏବଂ ସେମାନେ ଯିବା ବେଳେ ଦେଖନ୍ତି ସେମାନଙ୍କ ଘରେ ନିଆଁ ଲାଗିଛି ଆଉ ସେ ନିଆଁରେ ଘରଟି ହୁତୁ ହୁତୁ ହୋଇ ଜଳି ଯାଉଛି। ହେ ଭଗବାନ, ଏ କଣ ହେଇଗଲା? ଆମ ଘର ଜଳିଗଲା। ଆମେ ଏବେ କୋଉଠି ରହିବୁ? ସେହି ସମୟରେ ସେଠାକୁ ଟିକି ଚଢ଼େଇ ଉଡ଼ି ଉଡ଼ି ଆସିଲା ଆଉ କହିଲା, ରିଙ୍କି ଭଉଣୀ, ନିଜକୁ ସମ୍ଭାଳ। ଉପରବାଲା ସବୁ ଠିକ କରିଦେବ। ଟିକି, ଆମକୁ କ୍ଷମା କର। ଆମେ ତୋର ଚୁଡ଼ି ଚୋରି କରିଛୁ, ସେଥିପାଇଁ ଆମକୁ ଏହି ଦଣ୍ଡ ମିଳିଛି। ଦେଖିଲ ତ ମିକୁ ଆଉ ରିଙ୍କି, ଖରାପ କାମର ଖରାପ ଫଳ ମିଳେ। ବର୍ତ୍ତମାନ ତୁମେ ସମସ୍ତଙ୍କୁ ସମ୍ମାନ ଦିଅ। ଦେଖିବ ତୁମମାନଙ୍କର ମଧ୍ୟ ଚୁଡ଼ି ବିକ୍ରି ହେବ।